ଅନେକ ଦିନ ତଳର କଥା। ଗୋଟିଏ ଗାଁରେ ଛଗନ ନାମରେ ଜଣେ ଠକ ରହୁଥିଲା। ଜଗନ ଓ ମୋହନ ନାମରେ ତାର ଦୁଇଟି ପୁଅ ଥିଲେ। ସେମାନେ ସବୁବେଳେ ବୁଲି ବସି ସମୟ କାଟୁଥିଲେ। ଛଗନ ବୁଢା ହୋଇ ଯାଇଥିଲା। ଦିନେ ସେ ପୁଅମାନଙ୍କୁ ଡାକି କହିଲା, ମୋ ବାପା ଅଜା 14 ପୁରୁଷ ଠକ ଥିଲେ। ମୁଁ ଆଜି ଯାଏ ସେମାନଙ୍କୁ ଅନୁସରଣ କରି ଲୋକମାନଙ୍କୁ ଠକି ଆସୁଛି। ତମେ ଦିଟା ଏପର୍ଯ୍ୟନ୍ତ ଠକ ବିଦ୍ୟା ଶିଖିପାରିଲନି। ମୋ ଅନ୍ତେ ଆମ ପରମ୍ପରା କିଏ ସମ୍ଭାଳିବ ସେ କଥା ଭାବିଲେ ମତେ ନିଦ ହେଉନି। ଏ କଥା ଶୁଣି ଜଗନ କହିଲା, ମୋ ପାଖରେ ଯେଉଁ କଳା ଅଛି ମୁଁ ବି ତମଠାରୁ ବଡ଼ ଠକ ହୋଇ ବାହାରିବି। ଛଗନ କହିଲା, ପିଲାଟି ଦିନରୁ ତୁ ସେ ବିଦ୍ୟା ଶିଖିଲୁନି, ଏ କାମରେ ତୁ ସଫଳ ହେବୁ କେମିତି? ଜଗନ କହିଲା, ମତେ 100 ଟଙ୍କା ଦିଅ। କାଲି ସକାଳେ ଯାଇ ମୁଁ ଦେଖେଇ ଦେବି କେତେ ଟଙ୍କା ଠକି ଆଣି ଆସୁଛି। ଛଗନ ତାକୁ 100 ଟଙ୍କା ଦେଇ କହିଲା, ତତେ ଆଶୀର୍ବାଦ କରୁଛି, ତୁ ସଫଳ ହୋଇ ଘରକୁ ଫେରି ଆସେ। ତା ପରଦିନ ସକାଳ ହେଲା। ଜଗନ 100 ଟଙ୍କା ଧରି ବଜାରକୁ ଗଲା। ସେ ପଇସାରେ ସେ ଏକ ଘୋଡ଼ା କିଣି ତା ପିଠିରେ ବସି ରାଜାଙ୍କ ମହଲ ଆଡ଼କୁ ଚାଲିଲା। ପ୍ରକୃତରେ ଘୋଡ଼ା ସବାରି ଉପରେ ତାହାର ଯଥେଷ୍ଟ ଜ୍ଞାନ ଥିଲା। ଅଳ୍ପ ସମୟ ଭିତରେ ସେ ରାଜାଙ୍କ ମହଲରେ ଯାଇ ପହଞ୍ଚିଲା। ମହାରାଜାଙ୍କୁ ପ୍ରଣାମ କରି କହିଲା, ମହାରାଜ, ମୋ ନାଁ ଛଗନ। ଘୋଡ଼ାଙ୍କୁ ପ୍ରଶିକ୍ଷଣ ଦେବାର ବିଦ୍ୟା ମତେ ଭଲ ଭାବରେ ଜଣାଅଛି। ମୋ କାମ ଯଦି ପସନ୍ଦ ଆସିବ ଆପଣଙ୍କ ଘୋଡ଼ାଶାଳରେ ମତେ ଚାକିରି ଦେଇପାରନ୍ତି। ରାଜା ଭାବିଲେ, ମୋ ଘୋଡ଼ାଶାଳରେ ମେଘଦୂତ ନାମରେ ଯେଉଁ ପ୍ରିୟ ଘୋଡ଼ା ଅଛି ସେ କାହା କଥା ମାନୁନି। ଏ ଯୁବକକୁ ସେ ଘୋଡ଼ାର ପ୍ରଶିକ୍ଷଣ କାମରେ ଯଦି ନିଯୁକ୍ତି କରନ୍ତି ଭଲ ହୁଅନ୍ତା। ରାଜା ଏହା ଚିନ୍ତା କରି କହିଲେ, ତୁ ଆଜିଠାରୁ ମୋ ପ୍ରିୟ ଘୋଡ଼ା ମେଘଦୂତକୁ ପ୍ରଶିକ୍ଷଣ ଦେବୁ। ହେଲେ 1 ମାସ ଭିତରେ ତାକୁ ଯଦି କାବୁ କରି ନ ପାରିବୁ କାରାଗାରରେ ବନ୍ଦୀ ହେବା ପାଇଁ ପ୍ରସ୍ତୁତ ରହିବୁ। ଜଗନ କହିଲା, ଆପଣଙ୍କ ସର୍ତ୍ତରେ ମୁଁ ରାଜି ଅଛି। ମତେ ଥରେ ସେ ଘୋଡ଼ାକୁ ଦେଖାନ୍ତୁ। ଏହାପରେ ରାଜା ତାଙ୍କର ଜଣେ କର୍ମଚାରୀ ସହିତ ଜଗନକୁ ଘୋଡ଼ାଶାଳକୁ ନେଇ ମେଘଦୂତକୁ ଦେଖାଇ କହିଲେ, ତୁ ପ୍ରଥମେ ଏ ଘୋଡ଼ା ପିଠିରେ ବସି ପଡ଼ିଆ ସାରା ଦୌଡ଼ ଲଗା, ତାପରେ ତୁ ଚାକିରିରେ ରହିବୁ। ଜଗନ ସେ ଘୋଡ଼ାକୁ ଏକ ଖୋଲା ପଡ଼ିଆକୁ ନେଇଗଲା। ତା ଉପରେ ବସିବା ପାଇଁ ଯେତେ ଥର ଚେଷ୍ଟା କଲା ସବୁଥର ବିଫଳ ହେଲା। ଘୋଡ଼ା ତାକୁ ବାରମ୍ବାର ତଳକୁ ପକାଇ ଦେଉଥିଲା। ବହୁ ଚେଷ୍ଟା ପରେ ଜଗନ ମେଘଦୂତ ପିଠିରେ ବସି ତାକୁ ପଡ଼ିଆ ସାରା ବୁଲାଇଲା। ସେ କେତେଥର ଘୋଡ଼ାକୁ ଦୌଡ଼ ଲଗାଇବା ପରେ ତାକୁ ପଡ଼ିଆ ବାହାରକୁ ନେଇ ପବନ ବେଗରେ କୁଆଡ଼େ ଅଦୃଶ୍ୟ ହୋଇଗଲା। ରାଜା ସୈନିକମାନଙ୍କୁ କହି ତାକୁ ଧରିବା ପାଇଁ ଆଦେଶ ଦେଲେ। ସୈନିକମାନେ ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରି ନିରାଶ ହୋଇ ମହଲକୁ ଫେରି ଆସିଲେ। ଏପଟେ ଜଗନ ଅଧରାତି ବେଳକୁ ଘୋଡ଼ା ସହିତ ଏକ ଜଙ୍ଗଲରେ ଆସି ପହଞ୍ଚିଲା। ସେଠାରେ ରାତି ବିତାଇବା ପରେ ଯେତେବେଳେ ସକାଳ ହେଲା ସେ ଅନ୍ୟ ଏକ ରାଜ୍ୟକୁ ଚାଲିଯିବା ପାଇଁ ସ୍ଥିର କଲା। ଭାବିଲା, ପଡ଼ୋଶୀ ରାଜ୍ୟର ରାଜାଙ୍କୁ ଏ ଘୋଡ଼ା ବିକି ଯାହା ପଇସା ମିଳିବ ବାପାଙ୍କୁ ନେଇ ଦେବି। ଏହାପରେ ସେ ସୀମା ପାର ହୋଇ ପଡ଼ୋଶୀ ରାଜାଙ୍କ ମହଲରେ ଯାଇ ପହଞ୍ଚିଲା। ସେଠାର ରାଜାଙ୍କୁ ପ୍ରଣାମ କରି କହିଲା, ମହାରାଜ, ମୁଁ ଜଣେ ଘୋଡ଼ା ବେପାରୀ। ଆପଣଙ୍କ ପାଇଁ ଏକ ବହୁମୂଲ୍ୟ ଘୋଡ଼ା ବିକ୍ରି କରିବା ଉଦ୍ଦେଶ୍ୟରେ ଆଣିଛି। ଯଦି ପସନ୍ଦ ଆସିବ ତାକୁ କିଣିପାରିବେ। ରାଜା ଯେମିତି ସେ ଘୋଡ଼ାକୁ ଦେଖିଲେ ତାଙ୍କ ଆଖି ଚମକି ଉଠିଲା। ସେ କହିଲେ, ମତେ ଏ ଘୋଡ଼ା ବହୁତ ପସନ୍ଦ ଆସିଛି। କେତେ ଦାମରେ ବିକିବୁ କହ? ଜଗନ କହିଲା, ୟାକୁ 10,000 ସୁନା ମୋହର ଦେଇ କିଣି ନିଅନ୍ତୁ। ରାଜା ସଙ୍ଗେ ସଙ୍ଗେ ଜଗନକୁ 10,000 ସୁନା ମୋହର ଦେଇ ଘୋଡ଼ାକୁ କିଣିଦେଲେ। ଜଗନ ସେ ସୁନା ମୋହର ଧରି ଖୁସିରେ ତା ଘରକୁ ଆସିଲା। ବାପା ଭାଇ ଆଗରେ ସବୁ କଥା କହିଲା। ପୁଅର ସଫଳତା ଦେଖି ଛଗନର ଛାତି ଗର୍ବରେ ଫୁଲି ଉଠିଲା। ସେ କହିଲା, ସାବାସ ପୁଅ। ମୋହନ କହିଲା, ବାପା, ଆପଣ ମତେ ବି ଥରେ ସୁଯୋଗ ଦିଅନ୍ତୁ। ମୋ ବୁଦ୍ଧି ବଳରେ ମୁଁ ବି କିଛି କରି ଦେଖାଇବି। ଛଗନ ଟିକେ ହସି ଦେଇ ମୋହନକୁ 100 ଟଙ୍କା ଦେଲା। ତା ପରଦିନ ସକାଳ ହେଲା। ମୋହନ ଟଙ୍କା ଧରି ବଜାର ଆଡ଼କୁ ଗଲା। ସେଠାରୁ ସେ ଏକ ଦର୍ପଣ କିଣି ତାକୁ ଥଳିରେ ପୁରାଇ ପଡ଼ୋଶୀ ରାଜ୍ୟ ଆଡ଼କୁ ଚାଲିଲା। ଯେତେବେଳେ ସେ ପଡ଼ୋଶୀ ରାଜାଙ୍କ ଦରବାରରେ ଯାଇ ପହଞ୍ଚିଲା, ରାଜା ତାକୁ ଆସିବାର କାରଣ ପଚାରିଲେ। ମୋହନ ସେ ଦର୍ପଣକୁ ଦେଖାଇ କହିଲା, ମହାରାଜ, ଆପଣଙ୍କ ପାଇଁ ମୁଁ ଗୋଟେ ଯାଦୁଇ ଦର୍ପଣ ଆଣିଛି।
ଏଥିରେ ଆପଣଙ୍କ ପୂର୍ବପୁରୁଷ ସ୍ୱର୍ଗରେ ଥାଇ କଣ କରୁଛନ୍ତି ଦେଖାଯିବ। ଏ କଥା ଶୁଣି ରାଜା ଭାବିଲେ, ମୋ ପିତାମାତା ଏବେ ସ୍ୱର୍ଗରେ କିପରି ଅଛନ୍ତି ତାଙ୍କୁ ଥରେ ଦେଖିବା ଦରକାର। ଏହାପରେ ସେ ଆଗ୍ରହ ଦେଖାଇ କହିଲେ, ଯାଦୁଗର, ତମେ ମୋ ପିତାମାତାଙ୍କୁ ଦେଖାଇ ପାରିବ ତ? ମୋହନ କହିଲା, ତାଙ୍କୁ ଦେଖିବାକୁ ହେଲେ ଆପଣ ମତେ ଗୋଟେ ଏକାନ୍ତ କକ୍ଷକୁ ନେଇ ଚାଲନ୍ତୁ, ଯେଉଁଠି ଆମ ଦୁଇ ଜଣଙ୍କ ଛଡା ଅନ୍ୟ କେହି ନଥିବେ। ରାଜା ମୋହନକୁ ଗୋଟେ ଏକାନ୍ତ କକ୍ଷକୁ ନେଇଗଲେ। ମୋହନ ତା ଦର୍ପଣକୁ ରାଜାଙ୍କ ସାମ୍ନାରେ ରଖି କହିଲା, ୟାକୁ ଦେଖିବା ପୂର୍ବରୁ ୟା ସାମ୍ନାରେ 11,000 ସ୍ୱର୍ଣ୍ଣ ମୁଦ୍ରା ରଖିବାକୁ ପଡିବ। ତାପରେ ହିଁ ଆପଣ ନିଜ ପିତାମାତାଙ୍କ ଦର୍ଶନ କରିପାରିବେ। ରାଜା 11,000 ସ୍ୱର୍ଣ୍ଣ ମୁଦ୍ରା ଦର୍ପଣ ସାମ୍ନାରେ ନେଇ ରଖିଦେଲେ। ମୋହନ କହିଲା, ଯିଏ ତା ପିତାମାତାଙ୍କର ପ୍ରକୃତ ସନ୍ତାନ ହୋଇନଥିବ ଏ ଦର୍ପଣରେ ସେମାନଙ୍କ ଛବି ଦେଖିପାରିବନି, କେବଳ ନିଜ ଛବି ଦେଖିପାରିବ। ଏ କଥା ଶୁଣି ରାଜା କିଛି ସମୟ ଚୁପ୍ ରହିଲେ। ତାପରେ ଦର୍ପଣ ଭିତରକୁ ଚାହିଁବାରୁ ନିଜ ଚେହେରା ଦେଖିପାରିଲେ। ତେଣୁ ଭାବିଲେ, ମୁଁ ବୋଧେ ମୋ ପିତାମାତାଙ୍କର ପ୍ରକୃତ ସନ୍ତାନ ନୁହେଁ। ଏ ଯାଦୁଗରକୁ ମୁଁ ଯଦି ସତ କହିଦେବି ଇଏ ମତେ ଖରାପ ଭାବିବ, ମୋ ପ୍ରତିଷ୍ଠା ମାଟିରେ ମିଶିଯିବ। ମୋହନ ରାଜାଙ୍କ ଭାବନାକୁ ବୁଝିପାରିଲା। ତେଣୁ କହିଲା, ମହାରାଜ, ନିଜ ପିତାମାତାଙ୍କୁ ଦେଖିପାରିଲେ ତ? ରାଜା ଅଳ୍ପ ସମୟ ନୀରବ ରହିବା ପରେ କହିଲେ, ହଁ ହଁ, ମୁଁ ପରିଷ୍କାର ଦେଖିପାରୁଛି। ସେମାନେ ଏବେ ସ୍ୱର୍ଗରେ ମହା ଆନନ୍ଦରେ ଅଛନ୍ତି। ଏ କଥା ଶୁଣି ମୋହନ ବହୁତ ଖୁସି ହେଲା। ଭାବିଲା, ମୋ ତୀର ତାହେଲେ ଠିକ ଜାଗାରେ ବାଜିଛି। ଏହାପରେ ଦୁଇ ଜଣ ବାହାରକୁ ଆସିଲେ। ମୋହନ ସମସ୍ତଙ୍କୁ ଚାହିଁ କହିଲା, ଏ ଦର୍ପଣରେ ରାଜା ତାଙ୍କ ପିତାମାତାଙ୍କ ଦର୍ଶନ କଲେ। ଆପଣଙ୍କ ଭିତରୁ କେହି ନିଜ ପିତାମାତାଙ୍କୁ ଯଦି ଦର୍ଶନ କରିବାକୁ ଚାହୁଁଛନ୍ତି, ୟା ସାମ୍ନାରେ 11,000 ଟଙ୍କା ରଖିଦିଅନ୍ତୁ। ନିଜ ନିଜ ପିତାମାତାଙ୍କୁ ଦର୍ଶନ କରିପାରିବେ। ମନ୍ତ୍ରୀ ସମେତ ଅନ୍ୟ 5 ଜଣ କର୍ମଚାରୀ ଦର୍ପଣ ସାମ୍ନାରେ 11,000 ଲେଖାଏଁ ଟଙ୍କା ରଖି ନିଜ ନିଜ ପିତାମାତାଙ୍କୁ ଦର୍ଶନ କରିବାକୁ ଚେଷ୍ଟା କଲେ। କିନ୍ତୁ ସେମାନଙ୍କୁ ବି ନିଜ ନିଜ ଚେହେରା ଦେଖାଗଲା। ସେମାନେ ଭାବିଲେ, ଆମକୁ ଦେଖା ନ ଯିବାର କାରଣ ବୋଧେ ଆମେ ଆମ ପିତାମାତାଙ୍କର ପ୍ରକୃତ ସନ୍ତାନ ନୁହେଁ। ଲୋକଲଜ୍ଜା ଭୟରେ ସେମାନେ ବି ରାଜାଙ୍କ ପରି ମିଛ କହିବାକୁ ବାଧ୍ୟ ହେଲେ। ଏହାପରେ ମୋହନ ରାଜାଙ୍କୁ କହିଲା, ମହାରାଜ, 20,000 ସ୍ୱର୍ଣ୍ଣ ମୁଦ୍ରାରେ ଆପଣ ଏ ଦର୍ପଣ କିଣନ୍ତୁ। ଯେତେବେଳେ ଚାହିଁବେ ଆପଣଙ୍କ ପିତାମାତାଙ୍କୁ ଦର୍ଶନ କରିପାରିବେ। ରାଜା ଭାବିଲେ, ଏ ଦର୍ପଣକୁ ମୁଁ ଯଦି ନ କିଣିବି ଏତେ ଲୋକଙ୍କ ଆଗରେ ମୋ ମାନ ମର୍ଯ୍ୟାଦା ମାଟିରେ ମିଶିଯିବ। ତେଣୁ ମନ୍ତ୍ରୀଙ୍କୁ କହି ରାଜକୋଷରୁ 20,000 ସୁନା ମୋହର ମୋହନକୁ ଦେଲେ। ଏହାପରେ ମୋହନ ରାଜାଙ୍କୁ ତା ଯାଦୁଇ ଦର୍ପଣ ଦେଇ ଘରକୁ ଯିବା ପାଇଁ ବାହାରିଲା। ଯେତେବେଳେ ଘରେ ଆସି ପହଞ୍ଚିଲା, ତା ବାପା ଭାଇଙ୍କୁ କହିଲା, ମୋ ବିଦ୍ୟା ବଳରେ ମୁଁ ଆଜି ଏତେ ଧନ ଆଣିଛି। ଏ କଥା ଶୁଣି ଛଗନର ଛାତି କୁଣ୍ଢେ ମୋଟ ହୋଇଗଲା। ସେ କହିଲା, ସାବାସ ପୁଅ, ମୁଁ ତୋ ଉପରେ ବହୁତ ଖୁସି। ତମେ 2 ଜଣ ମୋ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ଆମ 14 ପୁରୁଷଙ୍କ ପେଶାକୁ ତମେ ଆଗକୁ ବଢାଇ ପାରିବ। ସେଦିନ ଛଗନ ଏତେ ଖୁସି ଥିଲା ଯେ ରାତିରେ ତାକୁ ନିଦ ହେଲାନି। ତେଣୁ ଅଗଣାରେ ବସି ହୁକା ଟାଣିବାରେ ଲାଗି ପଡିଲା। ହୁକାରୁ ଖଣ୍ଡେ ନିଆଁ ପବନରେ ଉଡ଼ି ପାଖରେ ଥିବା କୁଟାଗଦାରେ ଯାଇ ପଡ଼ିବାରୁ କୁଟାଗଦାଟା ହୁତୁହୁତୁ ହୋଇ ଜଳିବାରେ ଲାଗି ପଡ଼ିଲା। ଆଉ ଦେଖୁ ଦେଖୁ ଛଗନର ଘର ଦ୍ୱାର ଜଳି ପୋଡ଼ି ପାଉଁଶ ହୋଇଗଲା। ଜଗନ ଓ ମୋହନ ଅଗଣାରେ ଶୋଇଥିଲେ। ତେଣୁ କୌଣସି ପ୍ରକାରେ ତାଙ୍କ ଜୀବନ ବଞ୍ଚିଗଲା। କିନ୍ତୁ ଏପଟେ ସେମାନଙ୍କର ସବୁ ଧନ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହା ଦେଖି 2 ପୁଅ ଏକ ସାଙ୍ଗରେ କହିଲେ, ବାପା, ଲୋକମାନଙ୍କୁ ଠକି ଆମେ ଯେଉଁ ଧନ ଆଣିଥିଲୁ ସେ ସବୁ ଏବେ ମାଟିରେ ମିଶିଗଲା। ଆଜି ବୁଝିପାରିଲୁ, ଛଳ କପଟରେ ଆଣିଥିବା ଧନ ବେଶୀ ଦିନ ତିଷ୍ଠି ପାରେନି। ଆମେ ପ୍ରତିଜ୍ଞା କରି କହୁଛୁ, ମୂଲ ମଜୁରୀ ଲାଗି ପଛେ ପେଟ ପୋଷିବୁ, ଆଜିଠାରୁ କାହାକୁ ଠକିବୁନି କି କାହା ମନରେ କଷ୍ଟ ଦେବୁନି। ସେହିଦିନ ଠାରୁ 2 ଭାଇ ପରିଶ୍ରମ କରି ଜୀବନ ଯାପନ କଲେ। ଏ କାହାଣୀର ଶିକ୍ଷା ହେଉଛି, ପ୍ରକୃତ ଧନ ସେ ହୋଇଥାଏ ଯାହା ସତ୍ ମାର୍ଗରେ ଉପାର୍ଜନ କରାଯାଇଥାଏ।